ଆଜିର ପ୍ରସଙ୍ଗ ଭାରତୀୟ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତରେ ଡିଜିଟାଇଜେସନର ଯେଉଁ ଦ୍ରୁତ ପ୍ରକ୍ରିୟା ଚାଲିଛି, ଶିକ୍ଷା ପ୍ରଯୁକ୍ତି କିମ୍ବା ଏଡୁକେଟ୍ ଏହା ଏକ ଅଂଶବିଶେଷ। ବିଗତ 2 ଦଶନ୍ଧି ମଧ୍ୟରେ ଏଡ୍ଟେକ୍ ସେକ୍ଟର ଯଥେଷ୍ଟ ପ୍ରଗତି ହାସଲ କରିଛି। ଭାରତର ଏହି ସେକ୍ଟର ବିଶ୍ୱର ଅନ୍ୟତମ ବୃହତ୍ତମ କ୍ଷେତ୍ର ଭାବେ ପରିଗଣିତ ହୋଇଥାଏ। ଶିକ୍ଷା ପ୍ରଯୁକ୍ତିର ବିଭିନ୍ନ କ୍ଷେତ୍ର ଏବଂ ଏହାର ଉପକ୍ଷେତ୍ର ଗୁଡ଼ିକରେ ବହୁ ଷ୍ଟାର୍ଟଅପ୍ ଉଦ୍ୟୋଗ କାମ କରୁଛି। ଏହି କ୍ଷେତ୍ର ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଏବଂ ଭବିଷ୍ୟତର କୁଶଳତାକୁ ପ୍ରଦାନ କରିବାରେ ସହାୟକ ହୋଇପାରୁଛି। ଶିକ୍ଷା କ୍ଷେତ୍ରରେ ଏହା ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ବିଦ୍ୟାର୍ଥୀଙ୍କ ଆବଶ୍ୟକତା ଭିନ୍ନ ଭିନ୍ନ, କାରଣ ସେମାନେ ସମସ୍ତେ ଅଲଗା ପରିବେଶ ପରିସ୍ଥିତିରେ ପାଠ ପଢ଼ିଥାନ୍ତି। ତେଣୁ ଅନ୍ୟ ପ୍ରକାର କହିଲେ ସେମାନଙ୍କର ପାଠପଢ଼ା ଶୈଳୀ ଅଲଗା ହୋଇଥାଏ। ତେବେ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ରର ବିଶେଷତ୍ୱ ହେଉଛି ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଧରଣର ତଥା ଏକ ମାନର ଶିକ୍ଷା ପ୍ରଦାନ କରିଥାଏ। ଦେଶର ଅଗମ୍ୟ ଏବଂ ଦୂରଦୂରାନ୍ତ ଅଞ୍ଚଳରୁ ଏହା ମାଧ୍ୟମରେ ସହଜରେ ଛାତ୍ରଛାତ୍ରୀମାନେ ପାଠ ପଢ଼ି ପାରୁଛନ୍ତି। ବିଗତ 25 ବର୍ଷ ଧରି ଭାରତର ଆଇସିଟି କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଶିକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବା ସହ ଏହାର କାର୍ଯ୍ୟ ପରିସର ମଧ୍ୟ ବୃଦ୍ଧି ପାଉଛି। ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ୁଛି। ପ୍ରଯୁକ୍ତି ବିଦ୍ୟା ଶିକ୍ଷାକୁ ସାର୍ବଜନୀନ ଓ ସମାବେଶୀ କରିପାରୁଛି। ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠପଢ଼ାର ସୁବିଧା ସୁଯୋଗ ମିଳିପାରୁଛି। ଭାରତର ଡିଜିଟାଲ ବିପ୍ଳବର ସୁଯୋଗ ନେଇ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ର ଦୂରଦୂରାନ୍ତ ତଥା ଅଗମ୍ୟ ଅଞ୍ଚଳରେ ସହଜରେ ପହଞ୍ଚି ପାରୁଛି। ଏହା ମାଧ୍ୟମରେ ବିଦ୍ୟାର୍ଥୀଙ୍କୁ 3ଟି ପ୍ରମୁଖ ସୁବିଧା ମିଳୁଛି। ପ୍ରଥମତଃ, ଖେଳିବା ସହିତ ପାଠପଢ଼ାରେ ସୁବିଧା। ଦ୍ୱିତୀୟତଃ, ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଶ୍ରେଣୀଗୃହ ପରିବେଶ ପ୍ରସ୍ତୁତ କରି ପାଠ ପଢ଼ାଇବା ଏବଂ ତୃତୀୟତଃ, ଶିକ୍ଷକଙ୍କ ଠାରୁ ପାଠ ପଢ଼ିବା। ଏହି ବ୍ୟବସ୍ଥା ଶିକ୍ଷକଙ୍କ ପାଇଁ ମଧ୍ୟ ବେଶ୍ ଉପଯୋଗୀ ହୋଇପାରୁଛି। ବିଭିନ୍ନ ଶୈକ୍ଷିକ ବିଷୟବସ୍ତୁ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ଜ୍ଞାନ ଏବଂ ବୌଦ୍ଧିକତା ବଢ଼ାଇବାରେ ସହାୟକ ହୋଇପାରୁଛି। ଏହି ବ୍ୟବସ୍ଥା ପାଠପଢ଼ାରେ ଗୃହ ରକ୍ଷଣାବେକ୍ଷଣ ଆଦି ଖର୍ଚ୍ଚ ପଡ଼ିନଥାଏ। ଅଫଲାଇନ୍ ପାଠପଢ଼ାରେ ବିଦ୍ୟାଳୟଗୁଡ଼ିକରେ ମୌଖିକ ଭିତ୍ତିଭୂମିର ଆବଶ୍ୟକତା ପଡ଼ିଥାଏ ଏବଂ ବିଦ୍ୟାର୍ଥୀଙ୍କୁ ଏହା ଯୋଗାଇ ଦେବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଇନ ଅନୁଯାୟୀ ବାଧ୍ୟ ହୋଇଥାଏ। କିନ୍ତୁ ଅନଲାଇନ୍ ପାଠପଢ଼ାରେ ଏସବୁର କୌଣସି ଆବଶ୍ୟକତା ନଥାଏ। ଏଥିପାଇଁ ଭିତ୍ତିଭୂମି ବାବଦ ଖର୍ଚ୍ଚ କମ୍ ହେବା ସହ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ମଧ୍ୟ ବୃଦ୍ଧି ପାଇଥାଏ। ଆର୍ଥିକ ଦୃଷ୍ଟିକୋଣରୁ ଏହି ବ୍ୟବସ୍ଥା ଅତ୍ୟନ୍ତ ଲାଭଜନକ। କମ୍ ଖର୍ଚ୍ଚରେ ଅଧିକ ପିଲା ଏହାଦ୍ୱାରା ପାଠ ପଢ଼ିଥାନ୍ତି। ଦୂରଦୂରାନ୍ତର ବିଦ୍ୟାର୍ଥୀମାନେ ନିଜ ଘରେ ବସି ପାଠପଢ଼ାର ସୁଯୋଗ ପାଇଥାନ୍ତି। ଶିକ୍ଷା ପ୍ରଯୁକ୍ତି କ୍ଷେତ୍ର ମାଧ୍ୟମରେ ପାଠପଢ଼ା ଉନ୍ନତ ତଥା ସହଜ ହୋଇଥାଏ। ଜାତୀୟ ଶିକ୍ଷାନୀତି 2020ରେ ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାରକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଭାରତରୁ ଏ କ୍ଷେତ୍ରର ଅଭିବୃଦ୍ଧି ପାଇଁ 5ଟି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ସେଗୁଡ଼ିକ ହେଲା ଅଧିକ ଜନସଂଖ୍ୟା, ପ୍ରଯୁକ୍ତି ବିଦ୍ୟା ଭିତ୍ତିଭୂମି, ସରକାରୀ ପ୍ରୟାସ, ଅଧିକ ଅର୍ଥ ବ୍ୟବସ୍ଥା ଏବଂ ଅଫଲାଇନ୍ରୁ ଅନଲାଇନ୍କୁ ତ୍ୱରିତ ପରିବର୍ତ୍ତନ। ବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷାନୁଷ୍ଠାନ ସ୍ତରରେ ଶିକ୍ଷା ପ୍ରଯୁକ୍ତି କ୍ଷେତ୍ର ଆଶାଜନକ ହୋଇପାରିଛି। ଶିକ୍ଷା ପ୍ରଯୁକ୍ତି କିମ୍ବା ଏଡ୍ଟେକ୍ର ସାମର୍ଥ୍ୟ ଏବଂ ସମ୍ଭାବନା ବହୁ ଅଧିକ। ଶିକ୍ଷାର ବିଭିନ୍ନ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ଆଣିବାରେ ଏହାର ବିଶେଷ ଦକ୍ଷତା ରହିଛି। ଏଜୁକେଟ୍ ଉତ୍ପାଦ, ପ୍ଲାଟଫର୍ମ ଏବଂ ସେବା ପ୍ରଦାନରେ ମଧ୍ୟ ଅନେକ ଆହ୍ୱାନ ରହିଛି। ଏ କ୍ଷେତ୍ରର ପ୍ରମୁଖ ଆହ୍ୱାନଗୁଡ଼ିକ ମଧ୍ୟରେ ସାମାଜିକ ଓ ମନସ୍ତାତ୍ତ୍ୱିକ, ଧାରଣାଗତ ଏବଂ ଛାତ୍ରଛାତ୍ରୀ ଶିକ୍ଷକ ଅନୁପାତ। ଶ୍ରେଣୀଗୃହ ଶିକ୍ଷା ଭଳି ଏ କ୍ଷେତ୍ରରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ସାମ୍ନାସାମ୍ନି କଥାବାର୍ତ୍ତା ହେବାର ସୁଯୋଗ ମିଳିନଥାଏ। ତେଣୁ ଏଭଳି ଶିକ୍ଷାରେ ଭାବପ୍ରବଣତା ଅଭାବ ପରିଲକ୍ଷିତ ହୁଏ। ଏହି ଶିକ୍ଷାରେ ପୁସ୍ତକ ପାଠ ସହ ପ୍ରାକ୍ଟିକାଲ କ୍ଷେତ୍ରକୁ ସମନ୍ୱିତ କରାଗଲେ ଏହା ଅଧିକ କ୍ରିୟାଶୀଳ ହୋଇପାରିବ। ବହୁଭାଷିକ ବିଷୟବସ୍ତୁ ତିଆରି ଦ୍ୱାରା ବିଦ୍ୟାର୍ଥୀଙ୍କର ଅଧିକ ଲାଭ ମଧ୍ୟ ହେବ। ଶିକ୍ଷା ସହିତ ମାନବିକ ମୂଲ୍ୟବୋଧ, ସାମାଜିକ ଓ ଜାତୀୟ ଦାୟିତ୍ୱବୋଧ, ନାଗରିକ କର୍ତ୍ତବ୍ୟ ଏବଂ ଆତ୍ମନିର୍ଭରଶୀଳ ହେବା ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାରେ ଏହା ସହାୟକ ହୋଇପାରିବ। ଏକବିଂଶ ଶତାବ୍ଦୀରେ ଏଡ୍ଟେକ୍ ବ୍ୟବସ୍ଥା ବିଦ୍ୟାର୍ଥୀଙ୍କ ଶିକ୍ଷା ଏବଂ ଶିକ୍ଷଣୀୟ ଅନୁଭୂତି ନୂଆ ଆକାର ପ୍ରଦାନ କରି ସେମାନଙ୍କୁ ନୂତନ ଯୁଗ ଓ ସମୟର ଆଦର୍ଶତାକୁ ପୂରଣ କରିବାକୁ ସମର୍ଥ ହୋଇପାରିଛି।